ଆଜିର ଭାରତ ରାଜନୀତି ଅଧିକ ଜଟିଳ, ଦ୍ରୁତ ଗତିଶୀଳ ଏବଂ ଲୋକଙ୍କ ଦୈନନ୍ଦିନ ଜୀବନ ସହିତ ଗଭୀର ଭାବରେ ଜଡ଼ିତ ହେଉଛି। ଏହି କାରଣରୁ ରାଜନୀତି ଏକ ତୀକ୍ଷ୍ଣ ସ୍ୱର ଆବଶ୍ୟକତା ବୃଦ୍ଧି ପାଉଛି। ତୀକ୍ଷ୍ଣ ସ୍ୱର ଅର୍ଥାତ୍ ଅଭଦ୍ରାମୀ ନୁହେଁ କିମ୍ବା ଆକ୍ରମଣାତ୍ମକ ହେବା ନୁହେଁ, ବରଂ ଏହାର ଅର୍ଥ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ବିଷୟରେ କହିବା ସମୟରେ ସ୍ପଷ୍ଟ, ଦୃଢ଼, ସଚ୍ଚୋଟ ଏବଂ ନିର୍ଭୀକ ହେବା। ଏହାର ଅର୍ଥ ପ୍ରଶ୍ନ ଉଠାଇବା, ଭୁଲ ଦର୍ଶାଇବା ଏବଂ ଲୋକଙ୍କ ପାଇଁ ଦୃଢ଼ ଭାବରେ ଠିଆ ହେବା। ଭାରତର ଅନେକ ଭାଷା, ସଂସ୍କୃତି ଏବଂ ସମ୍ପ୍ରଦାୟ ସହିତ ଏକ ବିଶାଳ ଦେଶ। ଏତେ ବିବିଧତା ସହିତ ପ୍ରସଙ୍ଗ ଗୁଡ଼ିକ ପ୍ରାୟ ମିଶ୍ରିତ କିମ୍ବା ଅଣଦେଖା ହୋଇଥାଏ। ସେଥିପାଇଁ ଏକ ତୀକ୍ଷ୍ଣ ସ୍ୱର ଏପରି ସମସ୍ୟା ଗୁଡ଼ିକ ପ୍ରତି ଧ୍ୟାନ ଆକର୍ଷଣ କରିବାରେ ସାହାଯ୍ୟ କରେ। ଯେତେବେଳେ ନେତାମାନେ ସ୍ପଷ୍ଟ ଏବଂ ସାହସିକ ଭାବରେ କଥା ହୁଅନ୍ତି, ନାଗରିକମାନେ ସେମାନଙ୍କ ଚାରିପାଖରେ କ'ଣ ଘଟୁଛି ତାହା ବୁଝିବା ସହଜ ହୋଇଥାଏ। ଏକ ତୀକ୍ଷ୍ଣ ସ୍ୱର ଆବଶ୍ୟକ ହେବାର ଆଉ ଏକ କାରଣ ହେଉଛି ସରକାର ଏବଂ ରାଜନୈତିକ ନେତାମାନଙ୍କୁ ଦାୟୀ କରିବା ଉଚିତ। ଯେତେବେଳେ କେହି କ୍ଷମତାରେ ଥିବା ଲୋକଙ୍କ କାର୍ଯ୍ୟ ଉପରେ ପ୍ରଶ୍ନ ଉଠାଇବ, ସେତେବେଳେ ଗଣତନ୍ତ୍ର ସର୍ବୋତ୍ତମ କାମ କରିବ। ଦୃଢ଼ ପ୍ରଶ୍ନ ନ କଲେ ବଡ଼ ଭୁଲ ହୋଇପାରେ ଏବଂ ସାଧାରଣ ଲୋକମାନେ କଷ୍ଟ ଭୋଗିପାରନ୍ତି। ଏକ ତୀକ୍ଷ୍ଣ ସ୍ୱର ନେତାମାନଙ୍କୁ ମନେ ପକାଇ ଦିଏ ଯେ ସେମାନଙ୍କର ଦାୟିତ୍ୱ କଥା। ଏହା ସୁନିଶ୍ଚିତ କରେ ଯେ ଶିକ୍ଷା, ସ୍ୱାସ୍ଥ୍ୟ, ନିଯୁକ୍ତି ଏବଂ ସୁରକ୍ଷା ଭଳି ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଗୁଡ଼ିକୁ ଏଡ଼ାଇ ପାରିବ ନାହିଁ। ବର୍ତ୍ତମାନ ସମୟରେ ଲୋକମାନେ ସୋସିଆଲ ମିଡିଆରେ ମଧ୍ୟ ଅଧିକ ସକ୍ରିୟ ହୋଇଛନ୍ତି। ସୂଚନା ଖୁବ୍ ଶୀଘ୍ର ବ୍ୟାପିପାରେ। ଏଥିରୁ ବାଦ ପଡ଼େନି ଭୁଲ ସୂଚନା। ମିଛକୁ ସଂଶୋଧନ କରିବା ଏବଂ ତଥ୍ୟ ଉପସ୍ଥାପନ କରିବାରେ ଏକ ତୀକ୍ଷ୍ଣ ସ୍ୱର ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବାରେ ସାହାଯ୍ୟ କରେ। ଏକ ତୀକ୍ଷ୍ଣ ସ୍ୱର ଆଉ ଏକ ଗୁରୁତ୍ୱପୂର୍ଣ୍ଣ ଆବଶ୍ୟକତା ଯୁବପିଢ଼ିଙ୍କ ଠାରୁ ଆସେ। ଆଜିର ଯୁବପିଢ଼ି ସ୍ୱଚ୍ଛତା, ସଚ୍ଚୋଟତା ଏବଂ ବିକାଶ ଚାହେଁ। ସେମାନେ ଏପରି ନେତା ଚାହାନ୍ତି ଯେଉଁମାନେ ସିଧାସଳଖ କହିପାରିବେ, ନୀତିଗୁଡ଼ିକୁ ସରଳ ଭାବରେ ବୁଝାଇ ପାରିବେ ଏବଂ ଲମ୍ବା ଭାଷଣ ନ ଦେଇ ପ୍ରଗତି ପାଇଁ ପ୍ରତିଶ୍ରୁତି ଦେଇପାରିବେ। ଯେତେବେଳେ ନେତାମାନେ ତୀକ୍ଷ୍ଣ ଭାବରେ କଥା ହୁଅନ୍ତି, ସେମାନେ ଯୁବପିଢ଼ିଙ୍କ ସହିତ ଅଧିକ ସହଜରେ ସଂଯୋଗ ସ୍ଥାପନ କରନ୍ତି ଏବଂ ସେମାନଙ୍କ ସମର୍ଥନ ହାସଲ କରନ୍ତି। ଗଣତନ୍ତ୍ର ବିରୋଧରେ ସ୍ୱର ମଧ୍ୟ ତୀକ୍ଷ୍ଣ ହେବା ଆବଶ୍ୟକ। ଏକ ଦୃଢ଼ ବିରୋଧ ଶାସକ ଦଳ ନିଜର ତୀକ୍ଷ୍ଣ ସ୍ୱର ଦ୍ୱାରା ଶାସକ ଦଳକୁ ନିୟନ୍ତ୍ରଣ ରଖେ। ଯଦି ବିରୋଧୀ ଦଳ ଦୁର୍ବଳ କିମ୍ବା ନୀରବ ଥାଏ, ତେବେ ସରକାର ଅତ୍ୟଧିକ ଶକ୍ତିଶାଳୀ ହେବାରେ ସାହାଯ୍ୟ କରେ। ବିରୋଧୀ ଦଳର ତୀକ୍ଷ୍ଣ ସ୍ୱର ସନ୍ତୁଳନ ବଜାୟ ରଖିବାରେ ସାହାଯ୍ୟ କରେ ଏବଂ ପ୍ରତ୍ୟେକ ନିଷ୍ପତ୍ତି ଜନସାଧାରଣଙ୍କ ଉପରେ ପ୍ରଭାବ ପକାଇବା ପୂର୍ବରୁ ସଠିକ ଭାବରେ ଆଲୋଚନା ହେବା ନିଶ୍ଚିତ କରେ। ଶେଷରେ ରାଜନୀତି ଏକ ତୀକ୍ଷ୍ଣ ସ୍ୱର ନାଗରିକମାନଙ୍କ ମଧ୍ୟରେ ସାହସ ସୃଷ୍ଟି କରେ। ଯେତେବେଳେ ଲୋକମାନେ ସେମାନଙ୍କର ନେତାମାନଙ୍କୁ ଭୟ ବିନା କଥା ହେବାର ଦେଖୁଛନ୍ତି, ସେମାନେ ମଧ୍ୟ ସେମାନଙ୍କ ସମସ୍ୟା ବିଷୟରେ କହିବାକୁ ଉତ୍ସାହିତ ଅନୁଭବ କରନ୍ତି ଏବଂ ଏହା ଗଣତନ୍ତ୍ର ଆତ୍ମାକୁ ଦୃଢ଼ କରେ। ଭାରତୀୟ ରାଜନୀତିରେ ଏକ ତୀକ୍ଷ୍ଣ ସ୍ୱର ସ୍ପଷ୍ଟତା ଆଣେ। ଉତ୍ତରଦାୟିତ୍ୱ ବଜାୟ ରଖିବା, ଭୁଲ ସୂଚନା ବିରୋଧରେ ଲଢ଼ିବା, ଜାତୀୟ ସମସ୍ୟା ସମାଧାନ କରିବା ଏବଂ ଜନସାଧାରଣ ଅଂଶଗ୍ରହଣ କରିବାକୁ ଉତ୍ସାହିତ କରେ ଏବଂ ଗୁରୁତ୍ୱପୂର୍ଣ୍ଣ ଭୂମିକା ମଧ୍ୟ ଗ୍ରହଣ କରେ। ଏହା ଭାରତକୁ ଆତ୍ମବିଶ୍ୱାସ ଏବଂ ସଚ୍ଚୋଟତାର ସହିତ ଆଗକୁ ବଢ଼ିବାରେ ସାହାଯ୍ୟ କରିବ।